ରକ୍ଷେ ହରିତ ମାରିକି 4 ଜଣ ଶିଶୁଙ୍କର ଦିନ ବିତୁଛି ଏକ ଚିରାଲୁକା ପଠା ଘର ଭିତରେ। ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଭୋକ ଉପବାସରେ ଶୋଇ ରହୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ପୌର ପରିଷଦ 7 ନମ୍ବର ୱାର୍ଡ ସାପଗଡ଼ିଆ ପଦ୍ମପୁର ଆଦିବାସୀ ସାହିରେ। ବାପ ରାମ ହାଁସଦା ବୟସ 37 ବର୍ଷ ନାମକ ଜଣେ ଦିନ ମଜୁରିଆ। ତାଙ୍କର 4 ଗୋଟି ଛୁଆ ପିଲା। ମା ସାବିତ୍ରୀ ହାଁସଦା ବୟସ 33 ବର୍ଷ। ତାଙ୍କୁ ନିଜ ଭିତରେ ଝଗଡ଼ା ଲାଗିବାରୁ ସାବିତ୍ରୀ 3 ମାସ ହେଲା କେଉଁଆଡ଼େ ଚାଲିଯାଇଛି। ବଡ଼ ଝିଅକୁ 16 ବର୍ଷ, ଯାହା ଖଟିକି ଆଣେ, ଦୁଃଖ କଷ୍ଟରେ ପରିବାର ଚଳିଯାଏ। ଆମେ ଯେ ପରିବାର ବିଷୟରେ ପଚାରି ବୁଝିଥିଲୁ। ପଦ୍ମପୁର ଗ୍ରାମରେ କ'ଣ କହୁଛନ୍ତି ଗ୍ରାମବାସୀ, ଆସନ୍ତୁ ଶୁଣିବା। ରବି ହାଁସଦା କହୁଥିଲି, ଯାଜପୁର ରୋड ସାପଗଡ଼ିଆ 17 ନମ୍ବର ୱାର୍ଡ। এই যে অসুবিধা হয়েছে পিলাମାନେ ସବୁ ଘର ଭଙ୍ଗା ଭିତରେ ରହିକି ଚଳୁଛନ୍ତି, ଛୋଟ ପିଲା ଦିଟା, ଏଙ୍କର କ'ଣ ଅସୁବିଧା ହେଇଛି କହିଲେ? ଏଙ୍କର ହେଉଛି ତାଙ୍କ ବାପା ମା ହେଉଛି କ'ଣ ହେଇଛି, ତାଙ୍କ ମା ହେଉଛି କାହା ସହିତ 2 ମାସ ତଳେ ପଳେଇ ଯାଇଛନ୍ତି। ଆଉ ସେଇଠୁ ପଳେଇ ଗଲା ପରେ ସିଏ ତ ଏମିତି ଦେଖନ୍ତୁ ଏଇଭଳିଆ ଭଙ୍ଗା ଚାଳରେ ପାଲ ଟାଙ୍ଗିକି ରହିଛନ୍ତି। ଆଉ ୟାଙ୍କ ନାଗି ତ ଖାଇବା ପିଇବା ଠିକ୍ସେ ବି ହେଉନି। ତାଙ୍କର ବାପା ତ କାମ କରୁଛନ୍ତି, ତା ସାନ ତାଙ୍କର 4ଟା ଛୁଆରୁ ତା ବାପା ତ ଖଟିକି ଆଣିଲା ବେଳକୁ ସେତିକିରେ ବି ତାଙ୍କର କୂଳଉନି। ତାଙ୍କ ବାପା କେଉଁଦିନ କାମ କରୁଛନ୍ତି, କେଉଁଦିନ ବି ମିଳୁନି କାମ। ସେମିତି ହେଇକି ସିଏ 4ଟା ଛୁଆକୁ ଯେମିତି ହେଲେ ବି ଚଳାଉଛନ୍ତି। ତା ଭଉଣୀ ବି, ସାନ ଭଉଣୀ, ୟାଠୁ ସାନ ଭଉଣୀ ନା ବଡ଼ ଭଉଣୀ, ସିଏ କାମ କରୁଛନ୍ତି। ଏବେ ବି କେତେ ବର୍ଷ ତାକୁ ହେବ? ତାକୁ ନିହାତି 17 ବର୍ଷ, 18 ବର୍ଷ, 16 ବର୍ଷ ହେବ। ସେ ଛୋଟ ଛୁଆ ହେଇକି ହେଲେ ବି ସିଏ କାମ କରୁଛି। ତାହେଲେ ବି ତାକୁ ଥାନାରେ ବି କହିଦେବେ ମିଳିଯିବ, ଇଏ କରିଦେବେ। ସେ ତାଙ୍କର ପେଟ ପୋଷଣା ଦେଖିବା ପାଇଁ ତାଙ୍କ ସାନ ଭାଇ ଭଉଣୀ ଦେଖିବା ନାଗି ସିଏ କାମକୁ ଯାଉଛି। ତାଙ୍କ ନାଗି ତ ଘର ବି ଖଣ୍ଡେ ମିଳୁନି, ଆଉ ଖାଇବାକୁ ବି ତାଙ୍କର ଠିକ୍ସେ ହେଉନି। ଛୋଟ ଛୁଆ 3ଟା ଅଛନ୍ତି, ସେମାନେ ହେଉଛି ଅଙ୍ଗନବାଡ଼ି ଯାଉଛନ୍ତି, ଟିଉସନ୍ ହେଉଛନ୍ତି ନା ପଢ଼ୁଛନ୍ତି। ଅଙ୍ଗନବାଡ଼ି ଯାଉଛନ୍ତି, ସେଇଠି ଯାହା 2 ଗଣ୍ଡେ ଖାଉଛନ୍ତି। ତାପରେ ଭଲ ମନ୍ଦ ଗୋଟେ ବେଳେ ଖାଉଛନ୍ତି, ଖାଉନାହାନ୍ତି। ତା ଭାଇ ନା ତା ଭଉଣୀ ଆସୁଛି, ତା ବାପା ଆସୁଛି, ତାପରେ କିଛି 2ଟା ଖୋଉଛି, ଖୋଉନି, ହେଟା ବି ଆମେ ତ ଦେଖିପାରୁନୁ। ଆମେ ତ ସଦାବେଳେ ଇଆଡ଼କୁ ଆସୁନୁ। ଯତ୍ନ ନେବା ପାଇଁ କେହି ନାହାନ୍ତି ଏଠି। ଆଉ ଏଠି ତ ଯେଉଁ ଭଳିଆ ଅବସ୍ଥାରେ ରହିଛନ୍ତି, ସିଏ କେତେବେଳେ ସାପ ବେଙ୍ଗ ଯିଏ ଆସିବ କାମୁଡ଼ି ଦେବ, କିଛି ତାଙ୍କର ଖଟିଆ ନାହିଁ କି କିଛି ନାହିଁ। ଯାହା ତଳେ ଶୋଉଛନ୍ତି ସେଟା ବି ତାଙ୍କର ପାଣି ସତଉଛି। ବିଛୁ ଦେଖୁଛୁ ଏଇ ତଳେ ପଡ଼ିଛି। ଆଉ ସେମିତି ତାଙ୍କ ନାଗି କିଛି ବ୍ୟବସ୍ଥା ହଉ। ଆମେ ସରକାରକୁ ଏତିକି କହୁଛୁ, ତାଙ୍କ ନାଗି କିଛି ଗୋଟେ ମିଳୁ, ଘର ଖଣ୍ଡେ ମିଳୁ। ଆଉ ତାଙ୍କର କ'ଣ ଖାଇବା ପିଇବା ଦାୟିତ୍ୱ ଟିକେ ନିଅନ୍ତୁ, ପିଲାମାନଙ୍କ ଦାୟିତ୍ୱ ଟିକେ ନିଅନ୍ତୁ। ତାଙ୍କ ନାଗି ପଡ଼ିଆ ନାଗି ଆମେ ଚାହୁଁଛୁ। ଖାଇବା ଦିଅ। ସରକାରକୁ ନିବେଦନ କରୁଛି ଆମକୁ ରହିବା ପାଇଁ। ସରକାରକୁ ନିବେଦନ କରୁଛି। ସରକାରକୁ କହୁଛି। ଆମ ଖାଇବା ଟିକେ ବ୍ୟବସ୍ଥା କରନ୍ତୁ। ଆମ ଘର ଟିକେ ବ୍ୟବସ୍ଥା କରନ୍ତୁ। ଆମେ ପାଠ ପଢ଼ିପାରୁନୁ, କେମିତି ପଢ଼ିବୁ? ମୋଗଲ ହାଁସଦା। ବାପା ନା କ'ଣ? ରାମ। ତୋ ମା? ମୋ ମା କାହା ସାଙ୍ଗରେ ପଳେଇ ଯାଇଛି। ତମେ କେତେ ଭାଇ ଭଉଣୀ? ଦି ଭଉଣୀ। ଟୋଟାଲ କେତେ ଜଣ? 3 ଜଣ? 3 ଜଣ। 4 ଜଣ। କେମିତି ରହୁଛ ଏ ଘରେ? ଉଦାଇକି। ପାଣି ଗଳୁଛି? ହଁ। ଘର ନାହିଁ? ନା। ଆଚ୍ଛା। ଖାଉଛ ପିଉଛ କେମିତି ରହୁଛ, ଚଳୁଛ କେମିତି? ମୋ ଦେଇ ମୋ ବାପା କଟିକି ଆଣିଛନ୍ତି। ସ୍କୁଲରେ ପଢୁଛ ନା? ନା। ପଢୁନା? ଅଙ୍ଗନବାଡ଼ି ଯାଉଛ? ହଁ। ଆଉ କ'ଣ କୁହ? ଆମେ ଏମିତି ରହୁଛୁ। କେତେବେଳେ ଆମ ଜୀବନ ପ୍ରତି ବିପଦ, ତା ଭିତରେ ଆମେ ରହୁଛୁ ଏଇ ଅବସ୍ଥାରେ। ବର୍ଷା ଝଡ଼ି ଏତେ କଥା କହିଲେ ମନେ ରହିବ। ଆମେ ଅଙ୍ଗନବାଡ଼ିରେ ରହୁଛୁ ବର୍ଷାରେ, ତାପରେ ଭିଜି ଯାଉଛୁ। ପାର୍ବତୀ ଲାଗରେ। ଘରଟା କୋଉଠି? ପଦ୍ମପୁର। କେତେ ନମ୍ବର ୱାର୍ଡ ଆଜ୍ଞା? ଏଟା 17 ନମ୍ବର ୱାର୍ଡ।
छुआ तीन बर्तमान बुलूं बाप छुंड भाया बुलूं से कौन असुविधा है देखुवे बापा तो सकाळ पाइले काम को जाउची ता देई भी काम को जाउची छुआ गुरा खाली 3टा घरे खाइकी रहउचंती अंगनवाड़ी रे जा जेमिति खाइकी आछचंती आउ कौन असुविधा तक रही है ता माँ तो बापा माँ झगड़ा नागिले ता माँ पळेची रागी की पळेला ता बापा ताको अशांति करलाठू पळेला ता बापार टिके योग्यता नहीं आउ माँ सब ठीक थिला बापार योग्यता नहीं आ छुआ तो जेमिति चलुचंती मागी जाची चलुचंती आउ बापा भी खाद्य दौनी ता देई खटिकी आनिकी दउचे घर विषय रे आउ कोन दाई तो देखुछु समस्ते आउ हाँ ए तंबू मारिकी रहिचंती छुआ गुरा आउ वर्षा हेले भी वर्षा रे सेमिति रहउचंती आउ केमिति रहे पद कौन ने आउ से तो नेउचंती जेमिति से देले कौन न देले से व्यासनगर प्रद्युन्न कुमार बोईताई रिपोर्ट नायवती टीवी।